বন্দে মুকুন্দ পদ পঙ্কজ পরম পাবন বন্দে মোহন মুরলী রাজ জগত জীবন বন্দে ব্রজ সুন্দর মধুর অধর কালিয়া দলন বন্দে রস শেখর বিভোর রাধিকা মোহন গোপাল অগাল গীত ফগুণ মাসরে ফিটাই কহুছি কৃষ্ণ পাদে দেই চিত আম্ব ডাল দেই শিকা বেকা তই যতনরে টাঙ্গি দিও রঙ্গ অবিরকু মুন্ডরে লগাই নাচে গৌড় পুଅ আহা মথুরা গৌড় গোপর গৌড় পাଳି ধরিথিব ভাই রাধারাণীଙ୍କର তাটক ଚୋରିର ବିଷୟ ଗାଇବି ମୁହିଁ দোল বিমাନରେ শ্যাম সুন্দর নাচিব নাচিব বাঁধি ঘুঙ্গুর নাচিব নাচিব বাঁধি ঘুঙ্গুর নাচিব নাচিব বাঁধি ঘুঙ্গুর নাচিব নাচিব বাঁধি ঘুঙ্গুর দিনে রাধিকা যে সখীঙ্ক মেଳରେ স্নান କରିବାକୁ গলে যমুনা জଳରେ পালটা বসন যেতে বালিরে থইলে ସୁନା ଅଳଙ୍କାର ଯେତେ ଦେହରୁ କାଢିଲେ যমুনা জଳରେ কাଳେ হজি জীব বলি ଆହେ କାନରୁ ସୁନା ତାଟକ ରାଧା ଦେଲେ ଖୋଲି ললিতা বিশাখা অষ্ট সখী সঙ্গে রাই ଜଳ କ୍ରୀଡ଼ାରେ ମାତିଲେ କୌତୁକ ହୋଇ ଏହି ସମୟରେ ଚିଲ ପକ୍ଷୀ ହେ ସୁନାର ତାଟକ ନେଲା ଟେକି 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 ହେ ସୁନାର ତାଟକ ଜକମକ ଦିଶୁଥିଲା ମାଛ ଖଣ୍ଡେ ଭାବି ଚିଲ ପକ୍ଷୀ ଯାଇ ଥଣ୍ଟରେ ଉଠେଇ ନେଲା ଉଡ଼ି ଉଡ଼ି କୁଞ୍ଜ କଦମ୍ବ ଡାଳରେ ବସିଲା ସେ ଚିଲ ପକ୍ଷୀ ବାରମ୍ବାର ଥଣ୍ଟ ଆଘାତ କରିଲା ଖାଇବ ବୋଲି ଭାବିକି ଆହେ ଥଣ୍ଟ ଥକି ଗଲା ଖାଇ ନ ପାରିଲା କିଛି ଲାଭ ହେଲା ନାହିଁ ତାଟକ ଫୋପାଡ଼ି ସେ ଚିଲ ପକ୍ଷୀଟା ଉଡ଼ିଣ ଗଲା ପଳେଇ ଆଉଥିଲେ ରାଧା ଯାହା କାନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ
କାଟ କଟି ନାହିଁ। ଶାଶୁ ଜାଣି ଗଲେ ଗାଳି ଦେବେ ନିଶ୍ଚୟ ତହିଁ। ଆରେ କିଏ ନେଇଗଲା କିଛି ବୁଝି ତ ହେଉନି। ଗାଧୋଇବା ସମୟରେ କେହି ତ ଆସିନି। ଆଏ ସବୁ ସହ କରି ମିଶି ବାଲିରେ ଖୋଜିଲେ। ଆହା ନ ପାଇ ତାଟକ ସବୁ ମନ ଦୁଃଖ କଲେ। କପାଳକୁ ନିନ୍ଦା ସେହି କରି ହେ ଘରକୁ ଆସିଲେ ରାଧା ଫେରି ରେ। 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 ସୁଦାମା ସୁବଳ ସାଙ୍ଗ ଯେତେ ଏକ ହୋଇ କୁଞ୍ଜ ବନେ ପଶି ଖେଳ ଖେଳୁଥିଲେ ସାଙ୍ଗରେ ଧରି କହ୍ନେଇ। ସୁଦାମା ଗୋପାଳ ନଜର ପଡ଼ିଲା କାନର ତାଟକ ଗୋଟି। କି ଜିନିଷ ଏଇ ଦେଖିବା ପାଇଁ କି ଆଣିଲେ ତାକୁ ସାଉଁଟି। ଆହା ସବୁ ସାଙ୍ଗସାଥି ଏକାଠି ହୋଇ ନ ଜାଣିଲେ ତାଟକ ଇଏ। ସୁନାର ତାଟକ କୁଞ୍ଜ ବନେ ଆସି ହଜେଇ ଦେଇଛି କିଏ। ଚାଲ ଆମେ ପଚାରି ନ ବୁଝିବା ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। କହ୍ନେଇ ନ କୃଷ୍ଣ ଘରକୁ ଫେରିଲେ। ଯାହାକୁ ଭେଟିଲେ ତାକୁ ପଚାରି ବୁଝିଲେ। ଠିକଣା ନ ପାଇ ସବୁ ସାଙ୍ଗ ଏକ ହୋଇ ଚିନ୍ତା କଲେ କାହାର ଏ ଜଣା ପଡୁନାହିଁ। ମିନା କରା ତାଟକ ଏ ଦାମୀ ସହି ସୁନା। ପିନ୍ଧୁଥିବ ନିଶ୍ଚୟ ଆକୁ ସୁନ୍ଦରୀ ଲଳନା। ତାଟକ ଦେବା ସମୟେ ଦେଖିବା ତା ରୂପ। ନବୀନା ସାଙ୍ଗରେ ଟିକେ ହେବା ଗପ ସପ। ଏହି କଥା ଭାବି କଳା କହ୍ନେଇ ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ଜଣା ପଡ଼ିଲାନି ଯେତେ ପଚାରି ବୁଝିଲେ। ନିରାଶ ହୋଇନ ସବୁ ସାଙ୍ଗସାଥି କୁଞ୍ଜରେ ଏକାଠି ହେଲେ। ସୁଦାମା କହିଲା ବୁଦ୍ଧି ଏକ ମୋର ମୁଣ୍ଡରେ ପଶିଛି ଭାଇ। ସେହି ଉପାୟଟି କାର୍ଯ୍ୟକାରୀ ହେଲେ ନିଶ୍ଚୟ ଜାଣିବା ତହିଁ। ଆହା ଗୋପ ଠାକୁରାଣୀ ପୂର୍ଣ୍ଣମାସୀ କୁହେ କର ହେ କହ୍ନେଇ ଧ୍ୟାନ। ଆବିର୍ଭାବ ହୋଇ ପୂର୍ଣ୍ଣମାସୀ ତହିଁ ନିଶ୍ଚୟ ଦେବେ ସନ୍ଧାନ। ସୁଦାମାର କଥା ଗୋଟି ଶୁଣି ହେ ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ।
କୃଷ୍ଣ ଧ୍ୟାନ କଲେ ତାହା ଜାଣି ପୂର୍ଣ୍ଣମାସୀ ଦର୍ଶନଟି ଦେଲେ ଅସହସ ହୋଇ ପଚାରିଲେ ଭଗବତୀ କାହିଁକି ସ୍ମରିଲ ମତେ ଅଛି କି ବିପତ୍ତି ଆହେ ଅଣ୍ଟାରୁ କାଢି କନେଇ ତାଟକ ଦେଖେଇ କହିଲେ କାହାର ଏହା ଜଣା ପଡୁନାହିଁ ଦୟା କରି କହିଦେଲେ ଚିନ୍ତା ଦୂର ହେବ ଯାହାର ତାଟକ ତାକୁ ଏ ଆଖି ଦେଖିବ କହ୍ନେଇର ମନ ଭାବ ଜାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ অপূর্ব সুন্দরী নারী হীরা সিଏ গোপপুর গৌড়ুণী ସମୟ ଆସିଲେ ନା ଗୋଟି ତାର ନିଶ୍ଚୟ ପାରିବ ଜାଣି ତାଟକକୁ ଥୋଇ ଘାଟ କୂଳେ ସେଇ ସ୍ନାନ କରୁଥିଲା ତହିଁ ଖାଦ୍ୟ ଭାବିଚିଲ ଉଠାଇ ନେଇ କୁଞ୍ଜରେ ଫିଙ୍ଗିଲା ଯାଇ ଆହା ଜାଣିବାକୁ ଯଦି ଇଚ୍ଛା କରୁଅଛ କଥା ଗୋଟି ମାନ ମୋର ଫଗୁଣ ମାସର ଶୁକ୍ଳ ଦଶମୀରେ ଦୋଳ ଜାତ ତୁମେ କର କାଠର ବିମାନ ଏକ ବନେଇ ତହିଁରେ ବସି ବୁଲ ହେ କନେଇ 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 ଦୂରରୁ ତାଟକ ଦିଶୁଥିବ ଜକ ଜକ କାହାର ତାଟକ ସିଏ ନିଶ୍ଚୟ ଦେଖିବ ତୁମ ପାଖେ ଆସି ସେହି ତାଟକ ମାଗିବ ଏହା କହି ପୂର୍ଣ୍ଣମାସୀ ହେଲେ ଅନ୍ତର ଧ୍ୟାନ ଧ୍ୟାନରୁ ଉଠି ହସିଲେ ନନ୍ଦର ନନ୍ଦନ ସାଙ୍ଗସାଥୀ ମାନଙ୍କୁ ହେ ପାଖକୁ ଡାକିଲେ ଗୋଟି ଗୋଟି ସବୁ କଥା ବୁଝାଇ କହିଲେ ଶିଳ୍ପୀ କୁଳ ଡାକି ଯଥା ଶୀଘ୍ର ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ